ଏହି ପୃଥିବୀରେ ପ୍ରଭୁଙ୍କ ଠାରେ ଏବଂ ଜଣେ ସଫଳ ବ୍ୟକ୍ତି ହୋଇ ସ୍ଥିର ରହିବାକୁ ହେଲେ ଜ୍ଞାନ ବୃଦ୍ଧି ପାଇଁ ଇଚ୍ଛୁକ ହେବା ନିତାନ୍ତ ଆବଶ୍ୟକ। ଜ୍ଞାନ ଓ ବୁଦ୍ଧି ନଥିଲେ କୌଣସି ବିଷୟ ଜାଣିପାରିବା ନାହିଁ କି ପ୍ରସ୍ତୁତ ମଧ୍ୟ ହୋଇପାରିବା ନାହିଁ। ହରିଣୀ ଯେପରି ଜଳଧାର ପାଇଁ ଧକାଏ, ଜ୍ଞାନ ପାଇଁ ଆମ୍ଭମାନଙ୍କ ପ୍ରାଣ ସେପରି ଧକାଏ କି? ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭା ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ବଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଗତ ପାଠରେ ଆମ୍ଭେମାନେ ଯାହା ଶିକ୍ଷା କଲୁ, ବିଶ୍ୱାସ କରୁ ଆପଣମାନେ ସମସ୍ତେ ଉପକୃତ ହୋଇଥିବେ। ନିୟମିତ ଏ କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆପଣମାନଙ୍କ ମଧ୍ୟରୁ ଯଦି କେହି ଏ ପର୍ଯ୍ୟନ୍ତ ଆମକୁ ଫୋନ୍ କରିପାରିନାହାନ୍ତି, ତେବେ ଆଜି ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆପଣଙ୍କ ଫୋନ୍ କଲ୍ ଆମକୁ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଓ ଆପଣଙ୍କ ବିଷୟରେ ଅଧିକ ଜାଣିବାକୁ ସାହାଯ୍ୟ କରିବ। ଆଜି ପୁଣି ଥରେ ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ପାଇଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଈଶ୍ୱରଙ୍କ ବାକ୍ୟ ଯେପରି ଆପଣଙ୍କ ଜୀବନରେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବ ଓ ଆପଣଙ୍କ ଜୀବନରେ ଯେପରି ଏକ ଭିନ୍ନ ପରିବର୍ତ୍ତନ ଆଣିବ, ଏହା ଈଶ୍ୱରଙ୍କ ନିକଟରେ ଆମର ପ୍ରାର୍ଥନା ଓ ଇଚ୍ଛା। ପ୍ରଭୁଙ୍କ ଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତୁ। ଆଜି ଆମେ ଆଉ ଏକ ନୂତନ ବିଷୟରେ ଅଧ୍ୟୟନ କରିବା। ତାହା ହେଲା ହିତୋପଦେଶ 8 ପର୍ବ 6 ପଦରୁ 36 ପଦ ପର୍ଯ୍ୟନ୍ତ। ଆଜିର ଅଧ୍ୟାୟରେ ଲେଖକ ଜ୍ଞାନର ଭରପୁର ପ୍ରଶଂସା କରି କହୁଛନ୍ତି, ଜ୍ଞାନ ଓ ବୁଦ୍ଧିଠାରୁ ବହୁମୂଲ୍ୟ। ସୁନ୍ଦର ଏବଂ ସମ୍ଭ୍ରାନ୍ତ ବିଷୟ ଆଉ କିଛି ନାହିଁ। ଜ୍ଞାନ ଓ ବୁଦ୍ଧିର ମୁଖ ରହିଛି, ଆଉ ତାହା ଯଥାର୍ଥ ଶବ୍ଦ ପ୍ରକାଶ କରେ। ତାହାର ମୁଖ ଅନୁଗ୍ରହଜନକ, କୌଣସି ମନୁଷ୍ୟର ମୁଖାପେକ୍ଷା କରେ ନାହିଁ କି କାହାକୁ ଅବହେଳା ମଧ୍ୟ କରେ ନାହିଁ। ସମସ୍ତ ମନୁଷ୍ୟ ସନ୍ତାନଗଣକୁ ଯଥା ଧନୀ, ଦରିଦ୍ର, ମୂର୍ଖ, ପଣ୍ଡିତ ଏବଂ ସରଳ ସମସ୍ତଙ୍କୁ ଉଚ୍ଚ ସ୍ୱରରେ ସତର୍କ କରେ ଏବଂ ସମସ୍ତେ ତାହାର ଭାଷାକୁ ସହଜରେ ବୁଝିପାରନ୍ତି। ଆହୁରି ମଧ୍ୟ ଲେଖକ କୁହନ୍ତି, ଏହାର ମୂଲ୍ୟ ରୂପା, ସୁନା ଏବଂ ମୁକ୍ତାଠାରୁ ଅଧିକ ମୂଲ୍ୟବାନ। ଯାହା ପାଖେ ଏହା ନାହିଁ ସେମାନେ ଧନୀ ନୁହନ୍ତି, ବରଂ ଦରିଦ୍ର ଓ ଦିନହୀନ। ଆହୁରି ମଧ୍ୟ ଲେଖକ ବୁଝାଇଅଛନ୍ତି ଜ୍ଞାନର କ'ଣ କ'ଣ ଅଛି ଓ ସେ କ'ଣ ଦିଏ। ସେଠାରେ ବୁଝାଇ ଦେଇ ଅଛନ୍ତି, ଜ୍ଞାନ ଓ ବୁଦ୍ଧିର ସ୍ଥାନ ହେଉଛି ସତର୍କତାର ସ୍ଥାନ। ଯେଉଁମାନେ ଏହାକୁ ଭଲ ପାଆନ୍ତି ସେମାନେ ସୁରକ୍ଷାରେ ରୁହନ୍ତି ଏବଂ ଅହଙ୍କାରୀ ଓ କୁପଥଠାରୁ ନିଜକୁ ରକ୍ଷା କରିପାରନ୍ତି। ଆହୁରି ମଧ୍ୟ ଲେଖକ କୁହନ୍ତି, ରାଜା ଏବଂ ଶାସନକର୍ତ୍ତାମାନେ ଜ୍ଞାନ ଓ ବୁଦ୍ଧି ଦ୍ୱାରା ଶାସନ ଓ ଯଥାର୍ଥ ବିଚାର କରନ୍ତି, ଯାହାଦ୍ୱାରା ସେମାନେ ଓ ସେମାନଙ୍କ ଦେଶ ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ହୁଏ ଓ ସୁରକ୍ଷିତ ରୁହେ। ଆହୁରି ମଧ୍ୟ ଲେଖକ ଏହାର ଅତୀତ ବିଷୟ ପ୍ରକାଶ କରିଛନ୍ତି। ତାହାଙ୍କ କହିବା ଅନୁସାରେ ସମସ୍ତ ସୃଷ୍ଟିର ପ୍ରଥମେ ସେ ଈଶ୍ୱରଙ୍କ ସଙ୍ଗରେ ଥିଲା। ଏହାକୁ ନେଇ ପରମେଶ୍ୱର ସମସ୍ତଙ୍କୁ ସୃଷ୍ଟି କଲେ ଏବଂ ସେମାନଙ୍କ ସୀମା ନିରୂପଣ କଲେ, ଏମିତିକି ପୃଥିବୀର ଏବଂ ସମଗ୍ର ଭୂମଣ୍ଡଳର ରୂପରେଖା ଦେଇ
ସୁନ୍ଦର ଏବଂ ଅଦ୍ଭୁତ ଭାବେ ସ୍ଥାପନ କଲେ। ଆସନ୍ତୁ ଏ ବିଷୟରେ ଅଧିକ ଶିକ୍ଷା କରିବା ପୂର୍ବରୁ ଗୋଟିଏ ଭକ୍ତିମୂଳକ ଗୀତ ଶୁଣିବା। ଶାନ୍ତିର ଆକର ତୁମେ ହିଁ କେବଳ ମସିହା ଏକା ସହାୟ ଜୀବନ ପଥରେ ପ୍ରତିଟି କ୍ଷଣରେ ହୋଇଛ ମୋ ଆଶ୍ରୟ ଏ ସାରା ଜଗତେ ତୁମ ବିନା ସତେ କେହି ନାହିଁ ଆପଣାର ଏ ସାରା ଜଗତେ ତୁମ ବିନା ସତେ କେହି ନାହିଁ ଆପଣାର ମହିମା ପ୍ରଶଂସା ସ୍ତୁତି ଆରାଧନା ମହିମା ପ୍ରଶଂସା ସ୍ତୁତି ଆରାଧନା ଯୁଗେ ଯୁଗେ ତୁମର ପ୍ରତି କଣ୍ଠେ ଝରୁ ତୁମ ପାଇଁ ପ୍ରଭୁ ଧନ୍ୟବାଦ ହୃଦୟର ମହିମା ପ୍ରଶଂସା ସ୍ତୁତି ଆରାଧନା ମହିମା ପ୍ରଶଂସା ସ୍ତୁତି ଆରାଧନା ଯୁଗେ ଯୁଗେ ତୁମର ଯୁଗେ ଯୁଗେ। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ 8 ପର୍ବର 6 ପଦରୁ ଆରମ୍ଭ କରି 36 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇ ଦିଏ ଯେ ଗତ ପାଠରେ ଆମେ ଯୁବା ମନୁଷ୍ୟକୁ ସେହି ବିନାଶର ପଥରୁ ରକ୍ଷା ପାଇବା ନିମନ୍ତେ ଯେଉଁ ଡାକରା ଦିଆଯାଏ ସେହି ଡାକରା ମଧ୍ୟ ଦେଇ ଆମମାନେ ଅନେକ ବିଷୟ ଶିକ୍ଷା କରିଥିଲୁ। ଆଉ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ 8 ପର୍ବର 6 ପଦରେ ଏହିପରି ଲେଖା ଅଛି, ଶୁଣ, ଯେହେତୁ ମୁଁ ଉତ୍କୃଷ୍ଟ ବିଷୟ କହିବି, ମୋ ଓଷ୍ଠାଧର ଫିଟାଇ ଯଥାର୍ଥ କଥା କହିବି। ବାସ୍ତବରେ ଆମେ ଈଶ୍ୱରଙ୍କ ବାକ୍ୟ ବିଷୟ ନେଇ ଏକ ଚମତ୍କାର ଛବି ଏଠାରେ ପାଉଅଛୁ। ଈଶ୍ୱରଙ୍କ ବାକ୍ୟ ହେଉଛି ଉତ୍କୃଷ୍ଟ ବିଷୟ, ଆଉ ଏହା ଶିକ୍ଷା ଦିଏ ଓ ଯଥାର୍ଥ କଥା କହେ। ଆଜି କିନ୍ତୁ ଅନେକ କହନ୍ତି ଟେଲିଭିଜନ ଦେଖିଲେ ଆମକୁ ଅନେକ ଶିକ୍ଷା ମିଳୁଛି, ସିନେମା ଦେଖିଲେ ଆମକୁ ଅନେକ ଶିକ୍ଷା ମିଳୁଛି, ବିଭିନ୍ନ ପ୍ରକାର ପୁସ୍ତକ ପୁସ୍ତିକା ଅଧ୍ୟୟନ କରିବା ଦ୍ୱାରା ଆମମାନଙ୍କୁ ଅନେକ ଶିକ୍ଷା ମିଳୁଛି। ମାତ୍ର ସେମାନେ ଈଶ୍ୱରଙ୍କ ବାକ୍ୟ ବିଷୟରେ ପଦେ ହେଲେ କହିପାରନ୍ତି ନାହିଁ କି ଜାଣନ୍ତି ନାହିଁ। ସେମାନେ ଈଶ୍ୱରଙ୍କ ବାକ୍ୟରେ ନିହିତ ହୋଇ ରହିଥିବା ଶିକ୍ଷାକୁ ଗ୍ରହଣ କରିବାକୁ ଚାହାନ୍ତି ନାହିଁ, କାରଣ ସେହିସବୁକୁ ପାଳନ କରିବା ଅତି କଷ୍ଟକର। ପ୍ରିୟ ବନ୍ଧୁ, ଏହାଠାରୁ ବଳି ଦୁଃଖର ବିଷୟ ଆଉ କ'ଣ ଥାଇପାରେ? ଏହି ଜଗତର ଜାଗତିକ ଜ୍ଞାନ କି ରକ୍ଷା କରିପାରେ ନାହିଁ, ମାତ୍ର ସେହି ଆତ୍ମିକ ଜ୍ଞାନ ଯାହାକି ଈଶ୍ୱରଙ୍କ ବାକ୍ୟ ରୂପକ ମୂଳଦୁଆ ଉପରେ ପ୍ରତିଷ୍ଠିତ ଓ ଖ୍ରୀଷ୍ଟ ତହିଁର କୋଣର ପ୍ରଧାନ ପ୍ରସ୍ତର, ସେହି ଜ୍ଞାନ ହିଁ ଆମମାନଙ୍କୁ ବାସ୍ତବରେ ଉଦ୍ଧାର କରିପାରିବ ଓ ତାହା ହିଁ ବାସ୍ତବ ଜ୍ଞାନ। ମନୁଷ୍ୟ ଯଦି ନିଜର ସୃଷ୍ଟିକର୍ତ୍ତାଙ୍କୁ ଚିହ୍ନି ନ ପାରିଲା ଓ ନିଜର ଦୁର୍ବଳତାକୁ ଜାଣି ନ ପାରିଲା, ତାହେଲେ ତାହାଠାରୁ ବଳି ମୂର୍ଖ ଏହି ଜଗତରେ କେହି ନାହିଁ। କାରଣ ଜଗତର ଜ୍ଞାନ ଈଶ୍ୱରଙ୍କ ନିକଟରେ ମୂର୍ଖତାର ସମାନ। ପ୍ରିୟ ବନ୍ଧୁ, ଆପଣ ଜଗତର ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ଜାଣିବା ନିମନ୍ତେ ବା ଈଶ୍ୱରଙ୍କ ବାକ୍ୟର ସତ୍ୟାସତ୍ୟକୁ ବୁଝିବା ନିମନ୍ତେ ଚେଷ୍ଟା କରନ୍ତୁ ନାହିଁ, ମାତ୍ର ନିଜକୁ ନମ୍ର କରି ସରଳ ବିଶ୍ୱାସରେ ଈଶ୍ୱରଙ୍କ ବାକ୍ୟକୁ ଗ୍ରହଣ କରି ସେହି ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତୁ। ତାହେଲେ ସେ ଆପଣଙ୍କ ହୃଦୟ ମଧ୍ୟକୁ ସେହି ପବିତ୍ର ଆତ୍ମାକୁ ପଠାଇ ଆପଣଙ୍କ ହୃଦୟରେ କଥା କହିବେ ଓ ସେହି ଆତ୍ମା ଆପଣଙ୍କୁ ସେହି ଜ୍ଞାନଜନକ ଆତ୍ମା ଦେବେ, ଯଦ୍ୱାରା ଆପଣ ଈଶ୍ୱରଙ୍କ ବାକ୍ୟର ସତ୍ୟାସତ୍ୟକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିବେ। 8 ପର୍ବର 7 ଓ 8 ପଦରେ ଏହିପରି ଲେଖା ଅଛି, ଯେହେତୁ ମୋହର ମୁଖ ସତ୍ୟ କହିବ, ଦୁଷ୍ଟତା ମୋ ଓଷ୍ଠାଧରର ଘୃଣାର ବିଷୟ, ମୋ ମୁଖର ସମସ୍ତ କଥା ଧର୍ମମୟ, ତହିଁ ମଧ୍ୟରେ ବକ୍ର କି କୁଟିଳ କିଛି ନାହିଁ। ଅନେକ ଲୋକ ବାଇବେଲ ମଧ୍ୟରେ ତ୍ରୁଟି ବା ସମସ୍ୟା ଅଛି ବୋଲି କଥାବାର୍ତ୍ତା କରନ୍ତି, କାରଣ ସେମାନେ ନିଜ ଜ୍ଞାନରେ ତାହାକୁ ବୁଝିବା ନିମନ୍ତେ ଚେଷ୍ଟା କରନ୍ତି ଓ ନିଜକୁ ସୁହାଇବା ଭଳି
ତହିଁର ଭାବାର୍ଥ କରନ୍ତି। ମାତ୍ର ସମସ୍ୟାଟି ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ନାହିଁ, ମାତ୍ର ମନୁଷ୍ୟର ଅନ୍ତର ମଧ୍ୟରେ। କାରଣ ମନୁଷ୍ୟ ନିଜର ଦୁର୍ବଳତାକୁ ମାନିନେବା ନିମନ୍ତେ ବା ଛାଡ଼ିବା ନିମନ୍ତେ ପ୍ରସ୍ତୁତ ନୁହେଁ। କେବଳ ମନୁଷ୍ୟ ନିଜକୁ ନିର୍ବୋଧ ବୋଲି ମାନିନେବାକୁ ପ୍ରସ୍ତୁତ ନୁହେଁ, ସେ ନିଜକୁ ଅତି ଜ୍ଞାନୀ ବୋଲି ବିବେଚନା କରେ ଓ ସେ ଯାହା ଚିନ୍ତା କରେ ଓ କାର୍ଯ୍ୟ କରେ ତାହା ଠିକ୍ ବୋଲି ବିଚାର କରେ। ମାତ୍ର ଈଶ୍ୱର କହନ୍ତି ସେହି ଜ୍ଞାନର ବାକ୍ୟରେ କୌଣସି ବକ୍ର କି ଜଟିଳତା ବା କୁଟିଳତା ନାହିଁ, ତାହା ସତ୍ୟ ଓ ଧର୍ମମୟ। 8 ପର୍ବର 9 ପଦରେ ଲେଖା ଅଛି, ଯେ ତାହା ବୁଝେ ତାହା ପ୍ରତି ସେସବୁ ସ୍ପଷ୍ଟ, ପୁଣି ବିଦ୍ୟାପ୍ରାପ୍ତ ଲୋକଙ୍କ ପ୍ରତି ତାହା ଯଥାର୍ଥ ଅଟଏ। ଆପଣ ଦେଖନ୍ତୁ, ଏହା ଯଦି ପ୍ରକୃତ ଜ୍ଞାନ ତାହେଲେ ଏହା ସରଳ ହେବାକୁ ଯାଉଅଛି ଓ ଏହା ସରଳ ମନା ଲୋକମାନଙ୍କ ହୃଦୟକୁ ସ୍ପର୍ଶ କରିବ। ଈଶ୍ୱରଙ୍କ ନାମର ଧନ୍ୟବାଦ ହେଉ ଯେ ସେ ସୁସମାଚାରକୁ କେବଳ ସେହି ଲୋକମାନଙ୍କ ମଧ୍ୟରେ ସୀମିତ କରି ରଖିନାହାନ୍ତି ଯେଉଁମାନଙ୍କର ଉଚ୍ଚ ଦୃଷ୍ଟିକୋଣ ରହିଅଛି ବା ଚିନ୍ତାଧାରା ରହିଅଛି। ଯଦି ସେ ତାହା କରିଥାନ୍ତେ ତାହେଲେ ଅନେକ ଲୋକ ପରିତାଣରୁ ବାଦ୍ ପଡ଼ିଯାଇଥାନ୍ତେ। ମାତ୍ର ଏହି ସୁସମାଚାର ସରଳ ହୃଦୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ନିମନ୍ତେ ଉଦ୍ଦିଷ୍ଟ, ଯେଉଁମାନେ କି ତହିଁର ଭାବକୁ ବୁଝିପାରନ୍ତି। ଏହା ପ୍ରକୃତରେ ଏକ ସରଳ ତଥା ସ୍ପଷ୍ଟ ସୁସମାଚାର। ଅନେକ ସମୟରେ ଆମେ ଅନେକ ବିଷୟ ଈଶ୍ୱରଙ୍କ ବାକ୍ୟ ମଧ୍ୟରୁ ଅତି ସହଜରେ ବୁଝିପାରିନଥାଉ। କିମ୍ବା ବକ୍ତା ମହାଶୟ ବା ବାଇବଲ ଶିକ୍ଷକମାନେ ଯାହା ସବୁ ଶିକ୍ଷା ଦେଇଥାନ୍ତି ତାହା ଆମମାନଙ୍କର ହୃଦୟକୁ ଭେଦ କରିନଥାଏ, ଅଥବା ଆମମାନେ ଭଲ ଭାବେ ବୁଝିପାରିନଥାଉ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଭୁଲ ଈଶ୍ୱରଙ୍କ ବାକ୍ୟରେ, ମାତ୍ର ଭୁଲ ରହିଛି ଆମମାନଙ୍କ ହୃଦୟରେ। ପ୍ରିୟ ବନ୍ଧୁ, ଆପଣ ବାଇବଲ ମଧ୍ୟରୁ ଯାହା ଅଧ୍ୟୟନ କରନ୍ତି, ଯଦି ତାହା ବୁଝିବା ନିମନ୍ତେ ଆପଣଙ୍କର କିଛି ମାନସିକ ସମସ୍ୟା ଅଛି ବୋଲି ଭାବୁଥାନ୍ତି, ତାହେଲେ ମୁଁ ଆପଣଙ୍କୁ ଅତି ଖୋଲାଖୋଲି ଭାବେ କହେ ଯେ ସମସ୍ୟାଟି ବାଇବଲ ସହିତ ନୁହେଁ, ମାତ୍ର ଆପଣଙ୍କ ସହିତ। ଏଠାରେ ମୁଁ ଆପଣଙ୍କ ନିକଟରେ ନୂତନ ନିୟମର 2 କରିନ୍ଥିୟ 3 ପର୍ବର 13 ଓ 14 ପଦ ଦୁଇଟିକୁ ଆଣି ଉପସ୍ଥାପିତ କରିବାକୁ ଚାହେଁ, ଯାହାକୁ କି ମୁଁ ଅତି ଗଭୀର ବିଷୟ ବୋଲି ଭାବେ, ଯଦିଓ ଏହା ଅତି ସରଳ ବିଷୟ। ଏଠାରେ ଏହିପରି ଲେଖା ଅଛି, ଆଉ ଇସ୍ରାଏଲ ସନ୍ତାନମାନେ ଯେପରି ସେହି କ୍ଷଣସ୍ଥାୟୀ ଗୌରବ ଲୋପ ପାଉଥିବା ଦୃଶ୍ୟ ପ୍ରତି ସ୍ଥିର ଦୃଷ୍ଟି ନ କରନ୍ତି, ସେଥିପାଇଁ ମୋଶା ଯେ ପ୍ରକାର ଆପଣା ମୁଖରେ ଆବରଣ ଦେଉଥିଲେ, ଆମ୍ଭେମାନେ ସେ ପ୍ରକାର କରୁନାହୁଁ। କିନ୍ତୁ ସେମାନଙ୍କର ଜ୍ଞାନଚକ୍ଷୁ ଜଡ଼ିଭୂତ ହୋଇଅଛି, କାରଣ ଆଜି ପର୍ଯ୍ୟନ୍ତ ପୁରାତନ ନିୟମ ପାଠ ସମୟରେ ସେହି ଆବରଣ ପୂର୍ବପରି ରହିଅଛି, ଆଉ ଖ୍ରୀଷ୍ଟଙ୍କଠାରେ ସେହି ଆବରଣର ଯେ ଲୋପ ହେଉଅଛି ଏହା ପ୍ରକାଶ ପାଉନାହିଁ। ଆପଣ ଭାବୁଥାଇପାରନ୍ତି, ଯଦି ସେମାନଙ୍କର ମନ ଆବରଣରେ ଆଚ୍ଛାଦିତ ହୋଇଥିବା ହେତୁ ସେମାନେ ବୁଝିପାରନ୍ତି ନାହିଁ, ତାହେଲେ ସେମାନେ ସେଥି ନିମନ୍ତେ ଦାୟୀ ନୁହନ୍ତି। ଆଉ ଆଜି ଅନେକ ଲୋକ ଏହି ବିଷୟକୁ ମନ ମଧ୍ୟରେ ରଖି ଦାବି କରି କହନ୍ତି ଯେ ସେମାନେ ପବିତ୍ର ବାଇବଲକୁ ବୁଝିବା ନିମନ୍ତେ ସମର୍ଥ ନୁହନ୍ତି, କାରଣ ସେମାନଙ୍କ ମନ ଆବରଣରେ ଆଚ୍ଛାଦିତ। କିନ୍ତୁ ଏହାର ପରବର୍ତ୍ତୀ ପଦଟିକୁ ଲକ୍ଷ୍ୟ କରନ୍ତୁ, କାରଣ 2 କରିନ୍ଥିୟ 3 ପର୍ବର 15 ଓ 16 ପଦରେ ଏହିପରି ଲେଖା ଅଛି, ମାତ୍ର ଆଜି ପର୍ଯ୍ୟନ୍ତ ମୋଶାଙ୍କର ବ୍ୟବସ୍ଥା ପାଠ କରାଯିବା ସମୟରେ ସେମାନଙ୍କ ହୃଦୟ ଆବରଣରେ ଆଚ୍ଛାଦିତ ଥାଏ, କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆବରଣ ଅପସାରିତ ହୁଏ। ତେବେ ସେହି ଶବ୍ଦଟି କେଉଁ ବିଷୟକୁ ବୁଝାଏ? ଯେତେବେଳେ ଏହା କହେ କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆବରଣ ଅପସାରିତ ହୁଏ, ତେବେ ସେହି ଆବରଣ କେଉଁଠାରୁ ଅପସାରିତ ହୁଏ? ତାହା ହୃଦୟରୁ ଅପସାରିତ ହୁଏ। ଏହା କହେ ଯେ ଯେତେବେଳେ ହୃଦୟ ପ୍ରଭୁଙ୍କ ପ୍ରତି ଫେରିବ, ସେତେବେଳେ ସେହି ଆବରଣ ଅପସରିଯିବ। ଆପଣ ଦେଖନ୍ତୁ, ସମସ୍ୟାଟି ମସ୍ତିଷ୍କର ସମସ୍ୟା ନୁହେଁ, ଏହା ହେଉଛି ହୃଦୟର ସମସ୍ୟା। ମାତ୍ର ମନୁଷ୍ୟ ନିଜ ହୃଦୟରେ ପାପକୁ ସାଇତି ରଖିବା ଦ୍ୱାରା ସୁସମାଚାରର ସତ୍ୟତାକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରେ ନା। ସେ ଶକ୍ତଗ୍ରୀବ ହୋଇଯାଏ, କାରଣ ସେ ତାହା ନିଜ ହୃଦୟ ମଧ୍ୟରୁ ପରିତ୍ୟାଗ କରିବାକୁ ଇଚ୍ଛା କରେ ନା। ସେ ନିଜର ହୃଦୟ ଓ ମନକୁ ନତ କରିବାକୁ ଇଚ୍ଛା କରେ ନା ଓ ଖ୍ରୀଷ୍ଟଙ୍କ ନିକଟକୁ ଆସିବା ନିମନ୍ତେ ଇଚ୍ଛା କରେ ନା। ତାହା ହିଁ ହେଉଛି ପ୍ରକୃତ ସମସ୍ୟା। ମାତ୍ର ଯେତେବେଳେ ମନୁଷ୍ୟର ହୃଦୟରେ ପରିବର୍ତ୍ତନ ଦେଖାଯାଏ, ସେତେବେଳେ ସେ ଏହି ସୁସମାଚାରର ସତ୍ୟତାକୁ ବୁଝିବା ନିମନ୍ତେ ସମର୍ଥ ହୋଇଥାଏ। କାରଣ ସୁସମାଚାର ମନୁଷ୍ୟର ଚିନ୍ତାଧାରା ବା ଦୃଷ୍ଟିକୋଣରୁ ନେଇ ପ୍ରକାଶ କରାଯାଏ ନାହିଁ, ମାତ୍ର ଈଶ୍ୱରଙ୍କ ଦୃଷ୍ଟିକୋଣରୁ। ତେଣୁ ଯେତେବେଳେ ମନୁଷ୍ୟ ଈଶ୍ୱରଙ୍କ ଆତ୍ମାଙ୍କ ଆଡ଼କୁ ନିଜର ହୃଦୟ ରୂପକ ଦ୍ୱାରକୁ ଉନ୍ମୁକ୍ତ କରେ, ସେତେବେଳେ ସେ ଈଶ୍ୱରଙ୍କ ଆତ୍ମାଙ୍କ ସହାୟତା ଦ୍ୱାରା ସେହି ସୁସମାଚାରର ସତ୍ୟତାକୁ ବୁଝିବା ନିମନ୍ତେ ସମର୍ଥ ହୋଇଥାଏ।
अन्य अर्थरे कहबाकू गले सुषमाचार केवल सरल हृदय विशिष्ट व्यक्तिमानक निमंते स्पष्ट तथा सरल होइथाय। तेणुकरी जेपर्यंत आममानकर हृदय प्रभुଙ୍କ निकटरे सरल तथा स्पष्ट नुहे बा स्वच्छ नुहे से पर्यंत आमे सुषमाचारर प्रतिरोध करिथाउ और जद्वारा आमे तहिर सत्यासत्य को बुझिबा निमंते समर्थ होई पारि नथाउ। एहा सुषमाचारर बा ईश्वरଙ୍କ वाक्यर समस्या नुहे मात्र आममानक हृदयर समस्या। आमे पाप को निज हृदय मध्य साइति रखी सुषमाचार को अग्राह्य करिथाउ। तेणुकरी आमे ताहाकु हृदय मध्य ग्रहण करि पारि नथाउ कि बा तहिर भाव को बुझी पारि नथाउ। मात्र ईश्वरଙ୍କ वाक्य अति स्पष्ट और सरल किंतु मनुष्यर हृदय और मन अति कुटिल और वक्र। 8 पर्वर 10 और 11 पदरे एहिपरि लेखा अछि, रूपा अपेक्षा मोहर उपदेश एवं मनोनीत सुवर्ण अपेक्षा ज्ञान ग्रहण कर, जेतु ज्ञान मुक्ता ठारू उत्तम और समस्त इष्ट वस्तु ताहा संगे तुल्य हेबाकु योग्य नुहई। जेतेबेले आपण मु आमे एही जगतर समस्त विषय को भल भावे समीक्षा करी और ज्ञान को मुक्ता ठारू श्रेष्ठ मनु, सेतेबेले आमे ईश्वर को आम जीवन रे प्रथम स्थान देउ। सेतिपाई माथ्यू 6 पर्वर 33 पदरे लेखा अछि, जाके जीशु निजे कहंती, किंतु तुमे माने प्रथमे ताहांक राज्य और धार्मिकता अन्वेषण कर आउ एही समस्त विषय मध्य तुमानकु दिया जिवो। तेबे सेही ज्ञान को श्रेष्ठ मणिबा अर्थ ख्रीष्टन को श्रेष्ठ मणिबा और ख्रीष्टन को श्रेष्ठ मणिबा अर्थ ईश्वर को आममानक जीवन में प्रथम स्थान देवा। जो व्यक्ति ख्रीष्टन को प्राप्त हुए से सबकिछि प्राप्त हुए और ताहांक सहित जगतर कौन सी विषय वस्तु तुलनीय नुहे। से समस्त अपेक्षा महान और सर्वोच्च तथा श्रेष्ठ। से मध्य समस्त विषयर पूर्णता जे ताहांकु पाई अछि से तार जीवन रे सबुठार बहुमूल्य विषय पाई अछि, अर्थात से अनंत जीवन प्राप्त होई अछि, से परित्राण प्राप्त होई अछि, जाहाकु कि कौनसी अर्थ देई किणी हुए ना कि बिकी हुए ना। आपण मुक्ता बा सुवर्ण को अर्थ देई बा मूल्य देई किणी पारिबे, मात्र परित्राण कि बा अनंत जीवन को अर्थ विनिमय रे प्राप्त होई पारिबे नाही। यह केवल ख्रीष्टଙ୍କ ठारे विश्वास करने द्वारा जड़े ख्रीष्ट विश्वासी प्राप्त होता है, कारण ख्रीष्ट ताहा निमंते मूल्य स्वरूपे तांकर बहुमूल्य रक्त दे ताहाको क्रय करियछन्ति। वर्तमान आमे ज्ञानर वैशिष्ट्यता को लक्ष्य करने निमंते जिबा। 8 पर्वर 12 पदरे एहिपर लेखा अछि, मु प्रज्ञा सतर्कता को आपणा बासस्थान करियछि, पुनि ज्ञान और परिणामदर्शिता पाई थाए। ईश्वर वाक्य स्पष्ट करदेवा जाऊँगी जे ज्ञान जड़े व्यक्ति विशेष जहाँकि प्रभु जीशु ख्रीष्टଙ୍କ व्यक्तित्व। यापर 13 पदरे लेखा अछि, सदाप्रभु विषयक भय, मंदता प्रति घृणा, अहंकार और दाम्भिकता और कुपथ एवं कुटिल मुख मु घृणा करे। यह वास्तविक सत्य और यह आज मध्य एही जगत रे परिलक्षित हुए, जो जगत रे कि आपण मु बसवास करुछु। ज्ञान एही जगत रे प्रकाशित होइछि। यह ईश्वरଙ୍କର एक गुण जहाँकि ख्रीष्टଙ୍କ मध्य दे प्रकाशित होइछि। मंदता, अहंकार, दाम्भिकता, कुपथ और कुटिल मुख ताहांकर घृणार विषय। जदि आमे ताहांकर ताहेले आमे माने सेही सब को मध्य घृणा करिबा। 8 पर्वर 14 रु 19 पद मध्य एहिपर लेखा अछि, मंत्रणा और तत्वज्ञान मोठारे थाए, मु ही सुविवेचना, मोठारे बल अछि। मो द्वारा राजा माने राजत्व करती और भूपति माने यथार्थ विचार करती। मो द्वारा अधिपति माने और कुलीन माने और पृथ्वीर समस्त विचार कर्तृगण शासन करती। जो माने मोते प्रेम करती मु सेमानकु प्रेम करे, पुनि जो माने यत्न रे मोहर अन्वेषण करती से माने मोते पाइबे। मोठारे धन और संभ्रम, पुनि अक्षय संपत्ति और धार्मिकता अछि। मोहर फल सुवर्ण, हाँ शुद्ध सुवर्ण अपेक्षा उत्तम, पुनि मोहर आय उत्कृष्ट रूपापेक्षा भल। यह अनुभव करवा केते चमत्कार विषय जे ईश्वर एही जगतर समस्त विषय उपरे कर्तृत्व करती। एक जाति जेते ईश्वर छड़ा हेउना काहींकी
ଈଶ୍ୱର ସେହି ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରୁଅଛନ୍ତି ଓ ତାହାଙ୍କର ଇଚ୍ଛା ସାଧିତ ହେଉଅଛି। ସେ ମନୁଷ୍ୟମାନଙ୍କ ରାଜ୍ୟରେ ଶାସନ କରନ୍ତି। ବାସ୍ତବରେ ଈଶ୍ୱର ସବୁର ଉପରେ କର୍ତ୍ତୃତ୍ୱ କରନ୍ତି ଓ ସେ ତାହାଙ୍କର ଇଚ୍ଛା ଅନୁଯାୟୀ ସମସ୍ତ ବିଷୟ ସାଧନ କରିଥାନ୍ତି। ତାହାଙ୍କର ଇଚ୍ଛା ବିହୁନେ କୌଣସି ବିଷୟ ସାଧିତ ହୋଇନପାରେ। ଜ୍ଞାନୀ ରାଜା ସଲୋମନ ମଧ୍ୟ ଏହି ସମସ୍ତ ବିଷୟ ନିଜର ଜୀବନରେ ଶିକ୍ଷା କରିଥିଲେ। ସେ ଯେତେବେଳେ ଜ୍ଞାନ ମାଗିଲେ, ଈଶ୍ୱର ତାହାଙ୍କୁ କେବଳ ଜ୍ଞାନ ନୁହେଁ, ମାତ୍ର ସମସ୍ତ ପ୍ରକାର ଧନ ଓ ଐଶ୍ୱର୍ଯ୍ୟରେ ତାହାଙ୍କୁ ବିଭୂଷିତ କଲେ। ସେହି ଈଶ୍ୱର ଆଜି ମଧ୍ୟ ଆମମାନଙ୍କୁ ଜ୍ଞାନ ଦେବା ନିମନ୍ତେ ପ୍ରସ୍ତୁତ ଅଛନ୍ତି, ଯଦି ଆମେ ତାହାଙ୍କର ବାକ୍ୟକୁ ପ୍ରେମ କରୁ ଓ ସେହି ବାକ୍ୟକୁ ଭଲ ଭାବେ ଅଧ୍ୟୟନ କରି ତାହାକୁ ଗଭୀର ଭାବେ ଚିନ୍ତା କରୁ। କେବଳ ସେତିକି ନୁହେଁ, ସେ ଆମମାନଙ୍କୁ ସମସ୍ତ ଆତ୍ମିକ ଦାନରେ ମଧ୍ୟ ପରିପୂର୍ଣ୍ଣ କରାଇବେ। ଏହାପରେ 20 ଓ 21 ପଦରେ ଲେଖା ଅଛି, ମୁଁ ଧାର୍ମିକତାର ମାର୍ଗରେ ବିଚାରର ପଥ ମଧ୍ୟରେ ଗମନ କରେ, ଆଉ ଯେଉଁମାନେ ମୋତେ ପ୍ରେମ କରନ୍ତି ସେମାନଙ୍କୁ ସାର ସମ୍ପତ୍ତିର ଅଧିକାରୀ କରେ ଓ ସେମାନଙ୍କ ଭଣ୍ଡାର ପରିପୂର୍ଣ୍ଣ କରେ। 8 ପର୍ବର 22 ପଦରେ ଲେଖା ଅଛି, ସଦାପ୍ରଭୁ ନିଜ ଗତିର ଆରମ୍ଭରେ ତାହାଙ୍କ କର୍ମସକଳର ପୂର୍ବରେ ମୋତେ ଅଧିକାର କରିଥିଲେ। ଏହିଠାରୁ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟ କଥା କହୁଥିବାର ଆବିଷ୍କାର କରିବାକୁ ପାରିବା। ଏହି ଜ୍ଞାନ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ ଓ ସେହି ଜ୍ଞାନ ଯାହାକି ବ୍ୟକ୍ତି ବିଶେଷରେ ପରିଣତ ହୋଇଅଛି। ଏହାପରେ 8 ପର୍ବର 23 ପଦରେ ଲେଖା ଅଛି, ଅନାଦି କାଳରୁ ଅବା ଆଦ୍ୟ କାଳଠାରୁ ଅବା ପୃଥିବୀର ମୂଳ ସ୍ଥାପନର ପୂର୍ବରୁ ମୁଁ ସ୍ଥାପିତ ଅଛି। ଲେଖା ଅଛି, ଅନାଦି କାଳରୁ ମୁଁ ସ୍ଥାପିତ ଅଛି। ଏହାର ଅର୍ଥ ହେଉଛି ଅନାଦି କାଳରୁ ମୁଁ ଅଭିଷିକ୍ତ ହୋଇଅଛି। ଲେଖା ଅଛି, ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ, ଯାହାକି ଯୋହନ 1 ପର୍ବର 1 ଓ 2 ପଦରେ ଲେଖା ଅଛି। ସେ ଅଦ୍ୱିତୀୟ ପୁତ୍ର ଥିଲେ, ଜୀବନର ଏକ ସ୍ୱଭାବ ଓ ସ୍ଥିତିରେ ଅଦ୍ୱିତୀୟ ଥିଲେ। ଅନନ୍ତ ମଧ୍ୟରେ ପଛକୁ ଫେରିଗଲେ ଆମେ ଲକ୍ଷ୍ୟ କରିବାକୁ ପାରୁ ଯେ ସେ ଈଶ୍ୱର ଥିଲେ ଓ ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ। ସେ ଆଦ୍ୟରେ ଥିଲେ, ଯାହାର କି କୌଣସି ଆରମ୍ଭ ନାହିଁ, କାରଣ ଆଦ୍ୟରେ ବାକ୍ୟ ଥିଲେ। ଆରମ୍ଭ ସମୟରେ ସେ ଅତୀତରେ ଥିଲେ। ସେ ହେଉଛନ୍ତି ଜଣେ ଓ କେବଳ ମାତ୍ର ଜଣେ ଯିଏକି ଏହା ଆମ୍ଭମାନଙ୍କୁ ସ୍ପଷ୍ଟ କରାଇପାରିବେ। ପ୍ରଭୁ ଯୀଶୁ କହିଲେ, ମୋର ପିତାଙ୍କ କର୍ତ୍ତୃକ ସମସ୍ତ ବିଷୟ ମୋଠାରେ ସମର୍ପିତ ହୋଇଅଛି, ଆଉ ପୁତ୍ରଙ୍କୁ କେହି ଜାଣେ ନାହିଁ, କେବଳ ପିତା ଜାଣନ୍ତି। ପୁଣି ପିତାଙ୍କୁ କେହି ଜାଣେ ନାହିଁ, କେବଳ ପୁତ୍ର ଜାଣନ୍ତି, ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି ସେ ଜାଣେ, ଯାହାକି ମାଥ୍ୟୁ 11 ପର୍ବର 27 ପଦରେ ଲେଖା ଅଛି। ତେଣୁକରି ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଉଦ୍ଧାର ପ୍ରାପ୍ତ ହୋଇ ଓ ପିତା ଈଶ୍ୱରଙ୍କର ସାନ୍ନିଧ୍ୟ ଲାଭ କରିଥାଏ। ପ୍ରିୟ ବନ୍ଧୁ, ଆମମାନଙ୍କର ସମ୍ପର୍କ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ସହିତ ଏକ ବ୍ୟକ୍ତିଗତ ସମ୍ପର୍କ ଓ ଏହା ଏକ ବିଶ୍ୱାସର ସମ୍ପର୍କ। ଜ୍ଞାନ ହେଉଛନ୍ତି ପ୍ରଭୁ ଶ୍ରୀଖ୍ରୀଷ୍ଟ। ଏହାପରେ 8 ପର୍ବର 24ରୁ 29 ପଦ ମଧ୍ୟରେ ଆମେ ତାହା ଲକ୍ଷ୍ୟ କରିବାକୁ ପାରୁ, ଯାହାକି ଯୋହନ ଲିଖିତ ସୁସମାଚାର 1 ପର୍ବର 3 ପଦରେ ଲେଖା ଅଛି, ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା, ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। ଲେଖା ଅଛି, ଯେଉଁ ସମୟରେ ସେ ବାରିଧି ଉପରେ ଚକ୍ରାକାର ସୀମା ନିରୂପଣ କଲେ, ଏହାର ଅର୍ଥ ହେଉଛି ଏହି ପୃଥିବୀ ହେଉଛି ଗୋଲାକାର। ଆପଣ ମୁଁ ଆମେ ଯେଉଁ ପୃଥିବୀରେ ବସବାସ କରୁଅଛୁ ତାହା ଗୋଲାକାର ଓ ଆମମାନେ ନକ୍ଷତ୍ର ମଣ୍ଡଳରେ ଚତୁଃପାର୍ଶ୍ୱରେ ଘୁରି ବୁଲୁଅଛୁ। ଏହି ସମସ୍ତ ଏକ ଚକ୍ରାକାର ସୀମା ମଧ୍ୟରେ ଆବଦ୍ଧ ଓ ଏହି ସମସ୍ତ ଚକ୍ରାକାର ଚତୁଃପାର୍ଶ୍ୱରେ ଘୁରି ବୁଲୁଅଛନ୍ତି। ଦେଖନ୍ତୁ, ସେ ମଧ୍ୟ ସମୁଦ୍ରର ସୀମା ନିରୂପଣ କଲେ ଓ ସେହି ସମୁଦ୍ର ତାହାଙ୍କର ଆଦେଶକୁ ଲଙ୍ଘନ କରିପାରେ ନାହିଁ। ଆପଣ କେବେ ସମୁଦ୍ର କୂଳରେ ଠିଆ ହୋଇଛନ୍ତି ଓ ସେହି ଜଳ କାହିଁକି ସୀମା ଲଙ୍ଘନ କରିପାରୁନାହିଁ ତାହା ଭାବି ଆଶ୍ଚର୍ଯ୍ୟ ହୋଇଅଛନ୍ତି କି? ଏହା କାହିଁକି ଯେଉଁଠାରେ ଅଛି କେବଳ ସେଇଠାରେ ହିଁ ରହିଥାଏ? କାରଣ ଈଶ୍ୱରଙ୍କ ବାକ୍ୟ କହେ, ଜଳସମୂହ ଯେପରି ତାହାଙ୍କ ଆଜ୍ଞା ଲଙ୍ଘନ ନ କରିପାରେ, ଏଥିପାଇଁ ସେ ସମୁଦ୍ରର ସୀମା ନିରୂପଣ କଲେ। ଈଶ୍ୱର ଏକ ନିୟମ ପ୍ରସ୍ତୁତ କଲେ, ଯାହାକି ସମୁଦ୍ରକୁ ତାହାର ନିଜ ସ୍ଥାନରେ ହିଁ ରଖେ, ତାହାକୁ ସୀମା ଲଙ୍ଘନ କରିବାକୁ ଦିଏ ନା। ପ୍ରିୟ ବନ୍ଧୁ, ଆଜି ଯଦି ଆପଣ ପ୍ରକୃତରେ ଈଶ୍ୱରଙ୍କ ନିକଟରେ ଜ୍ଞାନୀ ବୋଲି ବିବେଚିତ ହେବାକୁ ଚାହାନ୍ତି, ତାହେଲେ ଖ୍ରୀଷ୍ଟଙ୍କୁ ପ୍ରେମ କରି ତାହାଙ୍କୁ ନିଜ ହୃଦୟରେ ଓ ତାହାଙ୍କ ବାକ୍ୟକୁ ନିଜ ହୃଦୟରେ ସ୍ଥାନ ଦିଅନ୍ତୁ। ତାହେଲେ ଆପଣ ନିଶ୍ଚିତ ଭାବରେ ପ୍ରଭୁଙ୍କର ସେହି ଆଶୀର୍ବାଦର ଅଧିକାରୀ ହୋଇପାରିବେ ଓ ପ୍ରଭୁଙ୍କର ସେହି
ଅନୁଗ୍ରହର ଅଧିକାରୀ ହୋଇ ଅନନ୍ତ ଜୀବନ ମଧ୍ୟରେ ପ୍ରବେଶ କରିପାରିବେ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ମୋର ବିଶ୍ୱାସ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ଆଜିର ବାକ୍ୟ ଶିକ୍ଷା ଦ୍ୱାରା ଆମ୍ଭେମାନେ ଜାଣିପାରିଲୁ ଜ୍ଞାନ ଓ ବୁଦ୍ଧି ମନୁଷ୍ୟ ପାଇଁ କେତେ ଆବଶ୍ୟକ। ବାକ୍ୟ କୁହେ ଈଶ୍ୱର ଆପଣାର ଗୁପ୍ତ ଜ୍ଞାନ ଆମ୍ଭମାନଙ୍କୁ ଗୌରବ ଦେବା ନିମନ୍ତେ ଜଗତର ପୂର୍ବେ ନିରୂପଣ କରିଅଛନ୍ତି ଏବଂ ସବୁଠାରୁ ଭଲ ବିଷୟ ହେଉଛି ଏହା ଦୁର୍ଲଭ ନୁହେଁ ବରଂ ସମସ୍ତଙ୍କ ପାଇଁ ଉପଲବ୍ଧ। ପ୍ରିୟ ଭାଇ ଓ ଭଉଣୀମାନେ, ଆମେ କ'ଣ ଆମ ଜୀବନକୁ ସୁରକ୍ଷିତ, ସୁନ୍ଦର, ବୁଦ୍ଧିମାନ, ଧନୀ କରିବାକୁ ଚାହୁଁଛୁ? ଏହି ପାପମୟ ଜଗତରେ ଈଶ୍ୱରଙ୍କ ଆଶୀର୍ବାଦର ଆନନ୍ଦ ଉଠାଇବାକୁ ଚାହୁଁଛୁ ନା ସାଧାରଣ ଜୀବନ ଯାହାକି ମନୁଷ୍ୟକୁ ଏବଂ ଶୟତାନକୁ ଖୁସି କରେ ସେହିପରି ବଞ୍ଚିବାକୁ ଚାହୁଁଛୁ? ଯଦି ନାହିଁ ତାହେଲେ ଆସୁ ଏହାର ଦ୍ୱାର ନିକଟରେ ନିତ୍ୟ ରହିବା, ଏହାକୁ ପ୍ରେମ କରିବା ଏବଂ ଏହାର ପଥରେ ଚାଲିବା। ଏହା ଆମ୍ଭମାନଙ୍କୁ ନୂଆ ନୂଆ ବିଷୟ ଉଦ୍ଭାବନ କରିବାରେ ସାହାଯ୍ୟ କରିବ ଏବଂ ଆମ ସହିତରେ ସର୍ବଦା ରହିବ ଏବଂ ସିଦ୍ଧ ଜୀବନ କାଟିବାରେ ସାହାଯ୍ୟ କରିବ। ଆଜିର ବାକ୍ୟରେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଫୋନ୍ ମାଧ୍ୟମରେ ଓ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆପଣଙ୍କ ଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରେମିକ ଅତ୍ୟନ୍ତ ଦୟାଳୁ ପ୍ରଭୁ, ତୁମେ ଆମମାନଙ୍କୁ କେତେ ପ୍ରେମ କରି ପ୍ରଭୁ ପୁଣି ଥରେ ଏ କାର୍ଯ୍ୟକ୍ରମ ମାଧ୍ୟମ ଦ୍ୱାରା ତୁମେ ଆମମାନଙ୍କୁ ସମସ୍ତଙ୍କୁ ଏକତ୍ରିତ କରିଅଛ ବୋଲି ଧନ୍ୟବାଦ ଦେଉଛୁ। ପ୍ରିୟ ପ୍ରଭୁ, ତୁମେ ଆଜି ଆମମାନଙ୍କୁ ଯେଉଁ ଶିକ୍ଷା ଦେଇଅଛ ତାହା ଯେଭଳି ଭାବରେ ପ୍ରତ୍ୟେକ ଜଣଙ୍କ ଜୀବନରେ କାର୍ଯ୍ୟ ରୂପେ ବ୍ୟବହୃତ ହୋଇପାରିବ, ତୁମେ ସେହିପରି ପ୍ରତ୍ୟେକ ଜଣଙ୍କୁ ଜୀବନରେ ସାହାଯ୍ୟ କର। ପ୍ରେମିକ ଈଶ୍ୱର, ହଁ ପ୍ରଭୁ, ତୁମେ କହିଅଛ ପ୍ରତ୍ୟେକ ଜଣଙ୍କୁ ପ୍ରଭୁ ଜ୍ଞାନର ଆବଶ୍ୟକତା ରହିଅଛି। ତୁମେ ପ୍ରତ୍ୟେକ ଜଣଙ୍କୁ ପ୍ରଭୁ ଜ୍ଞାନ ପ୍ରଦାନ କର। ହଁ ପ୍ରଭୁ, ସୁନା ରୂପା ପ୍ରତ୍ୟେକ ଜିନିଷରୁ ପ୍ରଭୁ ଜ୍ଞାନ ହେଉଛି ଗୁରୁତ୍ୱପୂର୍ଣ୍ଣ। ତୁମେ ପ୍ରତ୍ୟେକ ଜଣଙ୍କୁ ପ୍ରଭୁ ଏକ ଉତ୍ତମ ଜ୍ଞାନରେ ପରିପୂର୍ଣ୍ଣ କର। ହଁ ପ୍ରଭୁ, ଯେଉଁମାନଙ୍କ ମଧ୍ୟରେ ଜ୍ଞାନ ନାହିଁ ସେ ଦରିଦ୍ର। ତୁମେ ପ୍ରଭୁ ଏଭଳି ଭାବରେ ପ୍ରତ୍ୟେକ ଜଣଙ୍କୁ ତୁମେ ଆଶୀର୍ବାଦ କର, ଯେଭଳି ଭାବରେ ଉତ୍ତମ ଜ୍ଞାନରେ ପ୍ରଭୁ ତୁମଠାରେ ପ୍ରଭୁ ତୁମକୁ ପ୍ରଭୁ ଶ୍ରେଷ୍ଠ ମନ୍ୟ କରି ପ୍ରଭୁ ନିଜ ଜୀବନକୁ ଅତିବାହିତ କରିପାରିବେ। ତୁମେ ସେହିପରି ପ୍ରତ୍ୟେକ ଜଣଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକ ଜଣ ପ୍ରଭୁ ତୁମଠାରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିପାରିବେ। ତୁମେ ସେହିପରି ପ୍ରତ୍ୟେକ ଜଣକୁ ସାହାଯ୍ୟ କର। ପ୍ରାର୍ଥନାକୁ ତୁମେ ଶୁଣିଅଛ ଏବଂ ଉତ୍ତରକୁ ଦେଇଅଛ ବୋଲି ବିଶ୍ୱାସ କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ରହିଲି, ନମସ୍କାର। ଗତ ପ୍ରଶ୍ନର ଉତ୍ତରଟି ହେଲା ଏ ବସ୍ତ୍ର ପୋଡ଼ିଯାଏ। ଆଜିର ପ୍ରଶ୍ନଟି ହେଉଛି କେଉଁ ବିଷୟ ମୁକ୍ତାଠାରୁ ଉତ୍ତମ? ଏ ସୁନାମ, ବି ଜ୍ଞାନ, ସି ପଦପଦବୀ, ଡି ସମ୍ପତ୍ତି। এই ପ୍ରଶ୍ନର ଉତ୍ତର ଆସନ୍ତାକାଲି ସନ୍ଧ୍ୟା 6ଟା ମଧ୍ୟରେ ଅପସନ୍ ଏ, ବି, ସି, ଡି ମଧ୍ୟରୁ ସଠିକ୍ ଉତ୍ତର ବାଛି ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ନବରଙ୍ଗପୁରରୁ ରାଜେଶ କୁମାର ଭାତ୍ରା ଓ ପରିବାର।